ଏ ମଦୁଆ ଲେଖକକୁ ଲେଖକ ଯିଏ ଲେଖୁଛି ସିଏ ଲେଖକ, ଯିଏ ଚାଷ କରୁଛି ସିଏ ଚାଷୀ, ଯିଏ ମଦ ପିଉଛି ସିଏ ମଦୁଆ। ବହୁତ ଶସ୍ତା କରିଦେଇଛନ୍ତି, ବହୁତ ଦାମିକା ଶବ୍ଦ ସେଇଟା। ଜାହାଙ୍ଗୀର ପିଉଥିଲେ, ଶାହଜାହାନ ପିଉଥିଲେ, ଇନ୍ଦ୍ର ପିଅନ୍ତି, ରାବଣ ପିଉଥିଲା, କଂସ ପିଉଥିଲା, ଉପର ଲେଭେଲ ଜିନିଷ। ଆପଣ ପିଇ ସାରିଲା ପରେ ନିଜକୁ ସେମିତି ଅନୁଭବ କରନ୍ତି? ମୁଁ ପୁରା ମୁଁ ସିଏ, ମୁଁ ରାବଣ ପୁରା ପାଟି କରିବି। ରାବଣ ନା କାହିଁ ରାବଣ ହେଲା ଜାଣିଛନ୍ତି? ବହୁତ ରାଉ ରାଉ ହଉଥିଲା। ନା, ସିଏ ଥରେ ସାର୍ କଷେ ଗୋଟେ ବହୁତ ରହସ୍ୟ। ସିଏ ସାର୍ ଯାଇକି ଶିବକୁ ବହୁତ ଭଲ ପାଏ ରାବଣ। କହିଲା ଶିବ କୋଉଠି ରହନ୍ତି? କୈଳାସରେ। କହିଲା ମୁଁ କୈଳାସଟା ଟେକିକି ନେଇଯିବି। କୋଉଠି? ଶ୍ରୀଲଙ୍କା। ଟଙ୍କାକୁ ବଳ ବହୁତ ତାର ଟେକିଲା। ଆଉ ଶିବ ଯୋଉ ଟିଙ୍ଗା, ସିଏ କହିଲେ କିଏ ମୋତେ ହଲିଲା କ'ଣ କିଏ ଗୋଟେ ଟେକୁଛି। ଜାକିଦେଲେ ଉପରୁ, ଜାକିଦେଲେ ତା ହାତ ଦିଆ ଚିପି ହେଇଗଲା। କାର? ରାବଣ। ପାହାଡ଼ ତଳେ ଚିତ୍କାର କଲା, ବଞ୍ଚାଅ ବଞ୍ଚାଅ ଶିବ, ସେଇ ଯେଉଁ ମୁଁ ହାତ କାଟୁଛି, ବହୁତ ପେନ୍ ହେଉଛି, ତମେ ଶିବ, ତମେ ପଥର ନା ମଣିଷ ନାହିଁ ଭଗବାନ ତମ। ଏଇ ଯେଉଁ କହିଲା, ସେଇଟା ହେଉଛି ଶିବ ତାଣ୍ଡବ। ବୁଝିପାରୁଛନ୍ତି? ସେଇଭଳିଆ ଫିଲ୍ଡ କୈଳାସ ଟେକି ଦିଏ। ମୁଁ ଡାଇନୋସରକୁ ବେକରେ ଜାକିକି ମାରିଦିଏ, ମୋତେ ଖାଲି 2 ପେଗ ଦିଅନ୍ତୁ। ଡାଇନୋସର